ସନ୍ତୋଷ କହିଥିଲା ଗୋଟେ ଜାଗାରେ କ୍ୟାମ୍ପ ପଡ଼ିବ ବୋଲି। ମୁଁ ଆସିନଥିଲି, ମୁଁ ଟିକେ ଦେହଟା ଖରାପ ଥିଲା। ମୁଁ ଏବେ ଗାଁକୁ ଆସିଲି, ଭୁବନେଶ୍ୱରରୁ ଆସିଲି ଗାଁକୁ। ସାନ ଭାଇଟା ବହୁତ ଦିନ ଡାକିଥିଲା ଯେ ଗୋଟେ ଭିଡ଼ିଓ କରିବା ଏମିତି ଗୋଟେ। ଆଜି ଆମେ ଆସିଛୁ ସନ୍ତୋଷ ଯେଉଁ ଜାଗାରେ କହିଥିଲା କ୍ୟାମ୍ପ ପକାଇ ବୋଲି, ଆଜି ଆମେ ସେଇ ଜାଗା ଯାଉଛୁ। ରାତି ବର୍ତ୍ତମାନ ହେଲା ଇଏ କେତେବେଳେ ତେଲେ ମୁଁ ଗଲେ ଦେଖେଇଦେଲି 8:10 ହେଲା। ଏଇ ଯେଉଁ ଜଙ୍ଗଲଟା ଦେଖୁଛନ୍ତି, ଏଇ ଜଙ୍ଗଲରେ ଗୋଟେ ଯୁବକକୁ ମାରିକି ପକାଇ ଦେଇଥିଲେ, ଯାହାକି ଲୋକମାନେ ଜାଣିନଥିଲେ। ତା କଙ୍କାଳ ଦେଖିଥିଲେ, ଲୋକ ଜାଣିଥିଲେ ଯେ କଙ୍କାଳ ଦେଖିବା ପରେ ଗାଁ ଲୋକ ଆସିଥିଲେ, ପୋଲିସ ଫୋର୍ସ ବି ଆସିଥିଲେ, ଦେଖିଥିଲେ। ଆଉ ସନ୍ଧାନ ସିଏ ଲୋକଟି କିଏ ଜାଣିନଥିଲେ, କିନ୍ତୁ ସିଏ ଏବେ ଲୋକଙ୍କୁ ଡରଉଛି। ଯାହାକି ମୋର ଜଣେ ସାଙ୍ଗ ବି ମୋତେ କହିଥିଲେ ଯେ ଏ ଜାଗାରେ ଜଣେ ଡରଉଛି ବୋଲି। ଆମେ ଆଜି ଦେଖିବା ସେ ଆକ୍ଚୁଆଲି ଡରଉଛି ନା ଲୋକମାନଙ୍କର ଗୋଟେ ଭ୍ରମ ଏଠି ସୃଷ୍ଟି ହେଉଛି। ସିଏ ସେଇପଟ ଜଙ୍ଗଲରେ ଅଛି। ଆମେ ଆଜି ଏଠି କ୍ୟାମ୍ପ ପକାଇବା। ଆମେ, ମୁଁ ଆଉ ସନ୍ତୋଷ ଆଉ କ୍ୟାମେରାମ୍ୟାନ୍ ସୁକାନ୍ତ ଆସିଛୁ। ଆଉ ଆସନ୍ତୁ ଯିବା ଦେଖିବା ଜାଗାଟି। ଟର୍ଚ୍ଚରେ ଚାର୍ଜ ଶେଷ ଦିଆ ହେଲାଣି, କାହିଁକିନା ରାତି ସାରା ଆମେ ବସିଥିଲୁ ଏଠି। ଭାଇ ମୋତେ ଟିକେ ଦେଖାଉନି କହ। ଡରିବନି ସନ୍ତୋଷ, ଡରିବନି ସୁକାନ୍ତ, ଡରିବନି। ମୁଁ ଆଗରେ ଆଗରେ ଯାଉଛି, ସନ୍ତୋଷ ଡରିବନି ହେଲା। ଚାଲନ୍ତୁ। ଜାଗା ଦେଖିଲେ ତ ଭୟ ଲାଗୁଛି। ମୋ ଗାଣ୍ଡି ମୁଣ୍ଡ ଅନ୍ଧାର ହେଲାଣି। ସନ୍ତୋଷ ତାବିଜ ଅଛି ମୋ ପାଖରେ, ପକେଟରେ ମୁଁ ତାବିଜ ରଖିଛି, ଡରିବାର ନାହିଁ। ଜାଗାରେ କ'ଣ ଆଉ କିଏ ଚଳୁନାହାନ୍ତି ନା ଆସୁନାହାନ୍ତି କେହି? ଜାଗାକୁ କେହି ବର୍ତ୍ତମାନ ଆସୁନାହାନ୍ତି। ଏ ଜାଗା ବର୍ତ୍ତମାନ ପୁରା ମାନେ ଭୟଙ୍କର ଜାଗା ହେଇଯାଇଛି ବର୍ତ୍ତମାନ। ଜାଗା ଏ ଜାଗା ଏମିତି ଭୟଙ୍କର, ଲୋକମାନେ ଏଠିକି ଆସୁଥିଲେ। ଆଗରୁ ଏମାନେ ସବୁ ଯେଉଁ ଜଙ୍ଗଲ ଫଙ୍ଗଲ ଅଛି ଆମ୍ବ ଫାମ୍ବ ତୋଳିବାକୁ ସବୁ ଲୋକ ଆଉଥିଲେ। କାରଣ ଯେତେବେଳେ ଖରା ସମୟରେ ଆମ୍ବ ଫାମ୍ବ ହୁଏ, ମଞ୍ଜି ତୈଲାରେ ଆଉ ଏମିତି ଲୋକ ଏଇ ତୈଲାରେ ବର୍ତ୍ତମାନ ମଞ୍ଜି ପଡ଼ିକି ଲୋକ ଗଛ ସବୁ ହେଇଗଲା। ଦେଖନ୍ତୁ ମଞ୍ଜି ପଡ଼ିକି ସବୁ ଗଛ ପତ୍ର ହେଇଗଲା, କିନ୍ତୁ ସେ ମଞ୍ଜି ଗୋଟେ କାଜୁ ବଗିଚା, ଏଇଟା ଗୋଟେ କାଜୁ ବଗିଚା। ସେ କାଜୁ ବଗିଚାରେ ଲୋକଙ୍କୁ ଗୋଟେ ଯୁବକକୁ ମାରିକି ପକାଇ ଦେଇଥିଲେ। ଲୋକ ବି ଆଗରୁ ଚଳୁଥିଲେ ନା? ହଁ, ଲୋକମାନେ ଚଳାବୁଲା କରୁଥିଲେ। ଜାଗାମାନଙ୍କରେ ଘର, ଏପଟେ କିଛିଟା ଘର ଥିଲା, ସେ ଘରେ ବି ଆଉ ଲୋକ ଫୋକ ବି ରହୁନାହାନ୍ତି। କାହିଁକିନା ସେ ଲୋକକୁ ମାରିଛନ୍ତି, ବହୁତ କଦର୍ବ କରିକି ମାରିଛନ୍ତି ଯେ ସିଏ ପୁରା ଭୟଙ୍କର ରୂପ ନେଇଯାଇଛି। ସେ ଡରଉଛି ଲୋକଙ୍କୁ। ସେ ଜାଗା ଟିକେ ଟର୍ଚ୍ଚ ମାରି ଟିକେ ବୁଲଉନାହାନ୍ତି। ଦେଖନ୍ତୁ ମୋ ରୁମ ବର୍ତ୍ତମାନ ସବୁ ଠିଆ ହେଇଗଲାଣି। ଜାଗା ଟିକେ ଟର୍ଚ୍ଚ ମାରି ଦେଖୁନାହାନ୍ତି। ଘର ଦେଖିବା କିଏ କିଏ ଅଛନ୍ତି। ଯିବା ଆଗକୁ ଆଉ ଯିବା ସନ୍ତୋଷ। କ'ଣ ଶବ୍ଦ ଶୁଭୁଛି? ଫୋନ୍ କିଏ ଗୋଟେ କଲା, ଦେଖି ଧରି। ଏତେ ରାତିରେ ଆପଣ ଫୋନ୍? ରାତି 12ଟାରେ ଶୁଭୁନି। ଆଉ ଆଗକୁ ଯାଇନ? ଆଉ ଆଗକୁ ଯାଇନ? ମତେ କିନ୍ତୁ ଭୟ ଲାଗିଲେ। ଚାଲ, ଭୟ କରନି, ତା ବିଜୁ ପାଖରେ। ଭୟ କାଇଁ କରିବା? ଭୟ କଲେ ତମେ ଲୋକ ସେ ଭୟରେ ରହିଛି। ଆଉ ରାତିରେ ଆମକୁ ଭୟ ଲାଗିଲା, ସେଥିପାଇଁ ଆମେ ଲୋକାଲ ଲୋକ ଜଣେ ଭାଇ ଆମର ହେବେ, ତାଙ୍କୁ ଆମେ ଡାକିଲୁ। ଆଉ ଭାଇ କହି ସତରେ ଭୂତ ଅଛି? ହଁ ଭାଇ, ଏଠି ବହୁତ ବଡ଼ ଘଟଣା ହେଇଥିଲା। ସେ ଯୁବକକୁ ମାରିକି ଏଠି ପକେଇ ଦେଇଥିଲେ। ସେ କୁହ ଗୋଟେ ଅଛି, ସେଇ ଭିତରେ ପଡ଼ିଥିଲା ତା କପାଳ। ଆମେ ଖାଲି ଜାଣିଥିଲୁ ଜଙ୍ଗଲ ଭିତରେ ପକେଇଥିଲେ, କିନ୍ତୁ ଏ ଭିତରେ ଗୋଟେ କୁହ ଅଛି। ସେ କୁହ ଭିତରେ ହିଁ ପକେଇଥିଲେ ସେ ଲୋକଟାକୁ। ଆମେ ତାହେଲେ ସେ କୁହଠିକି ଯିବା ନା ନାଇଁ? ଆମକୁ ନାଇଁ, ଆଉ ଲୋକ ଡାକିବାକୁ ପଡ଼ିବ? ନାଇଁ, ଭୟ ତ ବହୁତ ଲାଗୁଛି। ଭୟ ଲାଗିଲେ ଡାକିବାନି କାହାକୁ, ଆମେ ଏତିକି ଯିବା। ଟାଇମ୍ ବର୍ତ୍ତମାନ ଦେଖ କେତେଟା ହେଲା। ଟାଇମ୍ ଦେଖିବେ ସନ୍ତୋଷ କେତେଟା? ଟାଇମ୍ ବର୍ତ୍ତମାନ ଦେଖ 12:51 ହେଲେ ଆସିକି। କେତେ ରାତିରେ ଆମେ 3 ଜଣ ଭାଇକି ଫୋନ୍ କଲୁ, ଭାଇ ବି ଆସିକି ଆମ ପାଖରେ ପହଞ୍ଚିଲେ। ସେଇଟା ହେଲା ବଡ଼ କଥା। ଆମ ବହୁତ ଯାଉ, ଆମେ ଫୋନ୍ କରିବାକୁ ସାଙ୍ଗେ ଆସିଲେ ପହଞ୍ଚିଲେ ଘରେ। କହିଲେ ନାଇଁ ହଉ, ତମେ ଯଦି ଡାକୁଛ ତାହେଲେ ଯିବି। ଭାଇ ଆମର ଆସିଛନ୍ତି, ଆଉ ଚାଲନ୍ତୁ ଏବେ ଦେଖିବା। ଚାଲ ଯିବା ତାହେଲେ। ଭାଇ ଆସିକି ପହଞ୍ଚିଲେ, ସେତିକି ହେଲା ବଡ଼ କଥା। ମୋ ଠିଆ ହେଇଗଲା। ଭୟ ଲାଗିଲା ମୁଁ ପଛରେ ଯିବି। ଚାରିପଟ ମାନେ ଜଙ୍ଗଲ, ସେଥିପାଇଁ ଏତେ ଜାଗା କିଏ ଯିବା ଆସିବା କରୁନାହାନ୍ତି ଆଉ ନା। ଏପଟେ ରାତି 7ଟା ହେଇଗଲେ ଆସୁନାହାନ୍ତି ଏଠିକି। ରାତି 7ଟାରେ ଏ ଜାଗାକୁ ଆସୁନାହାନ୍ତି, କିନ୍ତୁ ରାତି 12:51 ଆସି ପହଞ୍ଚୁ, ମାନେ 1 ବାଜିବାକୁ ଆଉ ମାତ୍ର 9-10 ମିନିଟ୍ ଅଛି। ଭୟ ଲାଗୁଛି ଜବରଦସ୍ତି। ସେ କୁହ ଟିକେ ଯିବା, ଯଦି ସେ କୁହ ଯଦି କିଛି ଆମକୁ ଭଲ ଲାଗିଲା ତାହେଲେ ଆମେ ପଳେଇ ଆସିବା।
କାରଣ ଏତେ ରିକ୍ସରେ ଭିଡ଼ିଓ କରିବାଟା ଭଲ ନୁହଁ। ଖାଲି ଆପଣମାନଙ୍କ ପାଇଁ ଆମେ ଏଇ ଭିଡ଼ିଓଟି ବନଉଛୁ। ଆଗରେ କୁଆଡ଼େ ନା ଜଙ୍ଗଲ ଦେଖାଯାଉଛି ପୁରା ଯିବା ତ ସେ କୋଉଠି ଯିବା ଯିବା। ଚାଲ ଟର୍ଚ୍ଚ ସିନା ମାଇଲେ କୁହଟା ଦେଖିବା ନା କହ ହଁ ତୁ କାଇଁ ଆଗରେ ଏଇ କୂଅଟା ଦେଖିକି ମାନେ ରାସ୍ତା ନାହିଁ ବି ସେ କୂଅକୁ ପଡ଼ିଗଲେ ଆଉ ବାହାରି ପାରିବନି। ଏମିତି ଖତରନାକ କୂଅ। କ'ଣ ସେ ରାତି ଦେଖ ଭାଇ ଚାଲ ହରି ଭାଇ ଚାଲ ହରି ଆଉ ଏଠି ରୁହନି। ଦେଖ 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 ଭାଇ ଦେଖିଲ ତ ଦେଖିଲ ତ ଭାଇ ଚାଲ ହରି ଆଉ ରୁହନି। ଭାଇ ଦେଖ 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 ଭାଇ ଭାଇ କର ଭାଇ ଚାଲ ହରି ଭାଇ ଚାଲ ହରି। ନାଇଁ ନାଇଁ ରହ ଟିକେ ରହ କୋଉ ଦେଖିଆ ରହ ଟିକେ ରହ ଦେଖିଲ ତ ଭାଇ କୁଅଁଟା ବି ଏଠି ଅଛି ଏଠି କୁଅଁଟା କ'ଣଟା ଏଇଟା କାଇଁ କୁଆ ଗଲା ଦେ ଏହା କୁଆ ଭାନ ହେଇଗଲା ପଳେଇବା ଏଠୁ କାଇଁ ଫାଲତୁଟାରେ ଇଏ। ଭାଇ ଭାଇ କୁଆ ପଳେଇ ଚାଲ, ଆସୁ ଟିକେ ଆଗକୁ ଆସ ଆରେ ଭାଇ ବୁଝୁନ କଥାଟାକୁ ତମେ। ରିକ୍ସ ପୂର୍ଣ୍ଣ ଜାଗା ପଳେଆ ଏତେ ରିକ୍ସରେ ଭିଡ଼ିଓ ବର୍ତ୍ତମାନ କରିହେବନି ଭାଇ। ଆମେ ତାହେଲେ ଭିଡ଼ିଓଟା ଏଠି ବନ୍ଦ କରୁଛୁ। ଆଉ ଜଣେ ଦି ଜଣଙ୍କୁ ଡାକିବା ତାପରେ ଆସିବା। ଡାକିକି ଧରିକି ଆସିବୁ ତାହେଲେ ଭିଡ଼ିଓ ବନ୍ଦ କର। ଜାଗାକୁ ରାତିରେ ଆସିବାଟା ଆମ ପାଇଁ ବର୍ତ୍ତମାନ ବୋଧେ ଭାବୁଛି ଭୁଲ ହେଇଯାଇଛି ଆମ ପାଇଁ। ରାତିରେ ଆମକୁ କିଛି ସର୍ଟ ସେ ଭିତରୁ ନେବାର ଥିଲା ଆମେ ନେଇପାରିଲୁନି। କାଲି ଦିନରେ ଆସିକି ସେ ଜାଗାଟା ନେବୁ କାହିଁକିନା ଆପଣମାନେ ଦେଖିଥିବେ ରାତିରେ ରାତି ବର୍ତ୍ତମାନ 1 ହେଇଗଲାଣି। ସେ ଜାଗାରେ ଦେଖିଲେ କିଭଳିଆ ଭୟଙ୍କର ଦୃଶ୍ୟ। ଆମେ ସେ ଜାଗାକୁ ବର୍ତ୍ତମାନ ଯିବାକୁ ଚାହୁଁନୁ। ବର୍ତ୍ତମାନ ଭିଡ଼ିଓ ପଛେ ଛାଡ଼ିଦେବୁ କିନ୍ତୁ ସେ ଜାଗାକୁ ଆମେ ଯିବୁନି। କାଲି ସକାଳୁ ଆସିବୁ ସେ ଜାଗା କେମିତିକା ଆମକୁ ଦିନରେ ଦେଖିବାକୁ। ଦିନରେ ମନା କରୁଥିଲେ 7ଟାରୁ ଆମର ଏଠି ଆସିବା ମନା ଅଛି। ଭାଇ ଆମର ମନା କରିଥିଲେ କହିଲେ ଭାଇ 7ଟାରେ ସେ ଜାଗାକୁ ଯିବାକୁ ମାନେ ଲୋକଙ୍କୁ ମନା କରାହେଉଛି। ତମେ ରାତି 1ରେ କେମିତି ଆସିଛ? ଜାଗାଟା ବି ବୁଲୁନି ଜାଗାଟା ବୁଲିକି ଦେଖା ଆସିଛୁ ଯେହେତୁ ଗୋଟେ ସର୍ଟଟା ନେଇକି ଯିବୁ ତମେ ଟିକେ ଆସ। ଜାଗାଟା ବି ବୁଲିକି ଦେଖା ଭୟ ଛଡେଇକି ଆସିଥିଲେ ଆମ ପାଖକୁ। ଆମେ ବି ସେଇ ଜାଗାରେ ଥିଲୁ ଜାଗା ବି ବୁଲିକି ଦେଖିଛୁ ସେ ଜାଗା ଟୋଟାଲ ଜାଗା ପୁରା ଅଲଗା ପ୍ରକାର ଜଙ୍ଗଲ ମଝି